ଗଣେଶ ପୂଜା ରଚନା ଉପକ୍ରମ ବର୍ଷକ 12 ମାସ ଓ 13 ପର୍ବ ମାନଙ୍କ ମଧ୍ୟରୁ ଗଣେଶ ପୂଜା ଅନ୍ୟତମ। ବିଦ୍ୟାଧିପତି ହେଉଛନ୍ତି ପ୍ରଭୁ ଶ୍ରୀ ଗଣେଶ। ସେ ମଧ୍ୟ ଅଗ୍ରପୂଜ୍ୟ। ପ୍ରତି ଶୁଭ କାର୍ଯ୍ୟରେ ବିନାୟକଙ୍କ ପୂଜା ଅନୁଷ୍ଠିତ ହୁଏ। ସେ ବିଘ୍ନ ବିନାଶକ ଗଣାଧିପତି, ସୁତରାଂ ସର୍ବତ୍ର ତାଙ୍କର ପୂଜା କରାଯାଏ। ଭାଦ୍ରବ ମାସ ଶୁକ୍ଳପକ୍ଷ ଚତୁର୍ଥୀ ଦିନ ଗଣେଶ ପୂଜା ପାଳନ କରାଯାଏ। ବକ୍ରତୁଣ୍ଡ ମହାକାୟ ସୂର୍ଯ୍ୟକୋଟି ସମପ୍ରଭ ନିର୍ବିଘ୍ନ କୁରୁ ମେ ଦେବ ସର୍ବକାର୍ଯ୍ୟସୁ ସର୍ବଦା। ପୂଜା ପାଳନ। ଭାଦ୍ରବ ମାସ ଶୁକ୍ଳପକ୍ଷ ଚତୁର୍ଥୀ ଦିନ ଗଣେଶ ପୂଜା ଅନୁଷ୍ଠିତ ହୁଏ। ଗଣେଶ ପୂଜା ଭଗବାନ ଶ୍ରୀ ଗଣେଶଙ୍କ ଜନ୍ମ ବାର୍ଷିକୀ ଭାବରେ ପାଳନ କରାଯାଏ। ଆମ ଦେଶରେ ମହାରାଷ୍ଟ୍ରରେ ଏହି ପୂଜା ଖୁବ୍ ଆଡ଼ମ୍ବର ସହକାରେ ପାଳନ କରାଯାଏ। ସେହିପରି ଓଡ଼ିଶାର ପ୍ରତ୍ୟେକ ଜାଗାରେ ଖୁବ୍ ଧୁମଧାମରେ ଗଣେଶ ପୂଜା ପାଳିତ ହୁଏ। ପୂଜା ପ୍ରସ୍ତୁତି। ପ୍ରତିବର୍ଷ ଆମ ବିଦ୍ୟାଳୟରେ ଗଣେଶ ପୂଜା ପାଳିତ ହୁଏ। ପୂଜାର 15 ଦିନ ପୂର୍ବରୁ ଛାତ୍ରଛାତ୍ରୀ ଓ ଶିକ୍ଷକମାନଙ୍କୁ ନେଇ ଏକ ସଭା ଅନୁଷ୍ଠିତ ହୁଏ। ପିଲାମାନଙ୍କର ଆର୍ଥିକ ପରିସ୍ଥିତିକୁ ଲକ୍ଷ୍ୟ କରି ଚାନ୍ଦା ସ୍ଥିର କରାଯାଏ। ପୂଜା କିପରି ଭାବରେ ସୁଚାରୁ ରୂପେ କରାଯିବ ସେଥିପାଇଁ ଉଚ୍ଚ ଶ୍ରେଣୀର ପିଲାଙ୍କୁ ମୁଖ୍ୟ ଦାୟିତ୍ୱ ବଣ୍ଟାଯାଏ। ପୂଜା ପୂର୍ବ ଦିନ ବିଦ୍ୟାଳୟ ହତାକୁ ଭଲ ଭାବେ ଧୋଇ ସଫା କରାଯାଏ। ପୂଜା ଘରକୁ ଅନେକ ପ୍ରକାର ଫୁଲ, ମାଳ, ରଙ୍ଗୀନ କାଗଜ ଓ ବିଜୁଳି ଆଲୋକରେ ସଜାଯାଏ। ସୁନ୍ଦର ମେଢ଼ ମଧ୍ୟ ପ୍ରସ୍ତୁତ ହୁଏ। ଏଥିରେ ମାଟି ନିର୍ମିତ ଗଣେଶ ମୂର୍ତ୍ତିକୁ ରଖାଯାଏ। ସ୍କୁଲ ଫାଟକରେ ମଧ୍ୟ କଦଳୀ ଗଛ ପୋତି ଭଲ ଭାବରେ ସଜାଇ ଦିଆଯାଏ। ପୂଜା ଦିନ ପିଲାମାନେ ଭୋରରୁ ଉଠି ନିତ୍ୟକର୍ମ ସାରି ନୂଆ ପୋଷାକ ପିନ୍ଧି ଫୁଲ, ନଡ଼ିଆ, ଲଡ଼ୁ, କଦଳୀ ଇତ୍ୟାଦି ନେଇ ବିଦ୍ୟାଳୟକୁ ଆସିଥାନ୍ତି। ପୂଜକ ମଣ୍ଡପରେ ଗଣେଶଙ୍କ ପୂଜା ଓ ହୋମ କରନ୍ତି। ଘଣ୍ଟ, ଘଣ୍ଟା, ମୃଦଙ୍ଗ, ଶଙ୍ଖ ଆଦି ବାଦ୍ୟରେ ପୂଜାସ୍ଥାନଟି ମୁଖରିତ ହୋଇଉଠେ। ପିଲାମାନେ ନିଜ ନିଜର ପେନସିଲ, କଲମ, ଖାତା, ବହି ପୂଜା କରନ୍ତି। ଛାତ୍ରଛାତ୍ରୀ ମଧ୍ୟ ଗଣେଶ ବନ୍ଦନା ଗାନ କରନ୍ତି। ଓಂ ନମୋ ଗଣେଶ ବିଶ୍ଲେଷ ଗିରିଜାନନ୍ଦନ ପ୍ରଭୁ ମମ ବିଘ୍ନ ବିନାଶୟ ଗଣାଧିପତୟେ ନମଃ। ଏହି ଶ୍ଲୋକ ଉଚ୍ଚାରଣ କରି ପୁଷ୍ପାଞ୍ଜଳି ଅର୍ପଣ କରାଯାଏ। ପୂଜା ଶେଷରେ ସମସ୍ତେ ଆନନ୍ଦ ମନରେ ପ୍ରସାଦ ସେବନ କରନ୍ତି। ବିସର୍ଜନ। ମୁଖ୍ୟତଃ ମୂର୍ତ୍ତି ବିସର୍ଜନ ପୂର୍ଣ୍ଣମୀରେ କରାଯାଏ, କିନ୍ତୁ ଶିକ୍ଷାନୁଷ୍ଠାନ ଗୁଡ଼ିକରେ ପୂଜା ପରଦିନ ମୂର୍ତ୍ତି ବିସର୍ଜନ ହୁଏ। ଘଣ୍ଟ, ଘଣ୍ଟା, ଶଙ୍ଖ ପ୍ରଭୃତି ବାଦ୍ୟରେ ମୂର୍ତ୍ତିକୁ ନିଆଯାଇ ନିକଟସ୍ଥ ନଦୀ ବା ପୁଷ୍କରିଣୀରେ ବିସର୍ଜନ କରାଯାଇଥାଏ। ଉପସଂହାର। ଗଣେଶ ପୂଜା ସମସ୍ତଙ୍କ ମନରେ ଆନନ୍ଦର ଲହରୀ ଖେଳାଇ ଦିଏ। ବିନାୟକଙ୍କୁ ଭକ୍ତି ସହକାରେ ପୂଜା କଲେ ରିଷ୍ଠ ଖଣ୍ଡନ ହୁଏ, ବିଦ୍ୟା ବୁଦ୍ଧି ମିଳେ ବୋଲି ବିଶ୍ୱାସ ରହିଛି। ଏହି ପର୍ବଟି ଲୋକଙ୍କ ମନରେ ପରସ୍ପର ପ୍ରତି ସ୍ନେହ ଓ ଭ୍ରାତୃଭାବ ବୃଦ୍ଧି କରାଇଥାଏ।